कौन करुथिले से तो सुपुत्रଙ୍କ ସହିତ ନାଚୁଥିଲେ थे ए जटा କହିବାକୁ ଲାଗୁଛି ଲାଜ ଏ ମହାରାଜ ଯାହା ଦେଖିଛି ଆଖି ଆଜ ଏ ମହାରାଜ जटा ए कथा जदि मिथ्या प्रमाणित हुए तार परिणाम कोन जानछु ବଡ଼ ବାଜା तो कांडेर मोटाटा अलग हेबाबे ଆଉ ଯଦି ଏ କଥାଟା ଯଦି ସତ୍ୟ ବୋଲି ପ୍ରମାଣିତ ହେଲେ बड़ घर बड़ गमर कथा निज झीर कथा कौन हो हेब ना सेनापति समस्त को पे न्याय अछि सब का पर भूल कार्य करछि तार तार स्थान नाही एक राज्य रे ଆମେ କେମିତି ବିଶ୍ୱାସ କରିବା ଆପଣ ରାଜ ସିଂହାସନ ଉପରେ ବସି କୌଣସି ପ୍ରଜାର ବିଚାର କରୁନାହାନ୍ତି ଏଇଟା ନିଜ ଘର କଥା ପୁଣି ନିଜ ଝିଅର କଥା अरे सत्य सत्य त्रिवार सत्य कर कहछि सब का जदि पर भूल कार्य करछि तार तार स्थान नाही एक राज्य रे ତାହେଲେ ତୁରନ୍ତ ଡକା ଯାଉ ରାଜଜେମାକୁ ଏ ନିକଟକୁ ଆଉ ପଚାରି ବୁଝନ୍ତୁ କୋଉ ଦିଗ ପାଣି କୁଆଡେ ଟଲମଲ କରୁଛି वेदवती शीघ्र समूह का सम्मुखे बहरा एने मु डाकुची समुका ए समुका समुका माँ कौन है खरे में कोला होछ काहे की अरे कौन है तो बाबा पचार कौन है कौन है बाबा खरे में कोला होछ सामुका ए चटता कहछि ताकर सत्य चटा चटा में कौन कहले बाबा तमे एमिति विरक्त होछ काहे की ए चट कहछि तो मंगल मंदिर जाई कौतस्य पुत्र सहित सब पार कर रखिछ बोली तमने चटा ना ना मते किछि मिछ को सत सत को मिछ कह एटु खसी जीवा पड़बो पिले कौन कहबे माने बाबा तमे चटा को ताके विश्वास करछ बाबा मो मंगल मंदिर जाईतली सत हेले मु पुनी कहतो सुपुत्र सहित ना बाबा ना एक कथा सबने बाबा रे मिछ अबे चट बोलू रे ए जट बोलू कौन कहलु जेमा देई बंगोला मंदिर जाई को पुआ सहित ହରେ କୃଷ୍ଣ ହରେ ରାମ मिछ କେମିତି ମିଛ सब मिछ କେମିତି ମିଛ ए जेमा देई कहउछते ए कथडा मिछ बोली हाँ? ମିଛ ବୋଲି आ मिछ बोली प्रमाणित हेले तोरी अवस्था कौन हम जानी छु ଗଣ୍ଡିରୁ ମୁଣ୍ଡି गला ନାଇଁ 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 तो मुंडटा गला ନାଇଁ ଏ ସେନାପତି ବାପ ହଣ୍ଡା ଧରିକି ଗୁଣ୍ଡା ହୁଅନା ଆବଶ୍ୟକ ପଡ଼ିଲେ ପୁନର୍ବାର ନଣ୍ଡା ହବ ନଣ୍ଡା ଆରେ ଯାଅ ତୁମ ଭଳି କେତେ ବଡ଼ ବଡ଼ ଗୁଣ୍ଡାକୁ ମୁଁ ଥଣ୍ଡା କରିଦେଇଛି ତୁମେ କି ଗୁଣ୍ଡା ହଁ ତାମାନେ ରାଜଜେମା କହିଲେ ଏ କଥାଟା ସମ୍ପୂର୍ଣ୍ଣ ମିଛ ବୋଲି हां କିନ୍ତୁ ରାଜଜେମାକୁ କୁହନ୍ତୁ ଆଜ୍ଞା ଆପଣଙ୍କ ମୁଣ୍ଡରେ ସେ ହାତ ରଖି କହିବେ ଏ କଥାଟା ମିଛ ବୋଲି ତାପରେ ଯାଇକି ସିନା ମୋର ମୁଣ୍ଡିକି ଘଣ୍ଟି କାଟିବେ ଆଉ ମୋ ଜୀବନ କ'ଣ ମାହାଲିଆ ପଡ଼ିଛି ଯେ ଯିଏ ଇଚ୍ଛା ସେ କାଟିକି ଖାଇଦେବ सामुका बाबा तोते पर भूल कार्य करिलु ना तेणी तो पितार मुंडर हाथ रखे कहि दे ए चट जा कहछि संपूर्ण मिथ्या बोली बाबा करिला ए छोट कथा पई मु तम मुंड रात देबे ना बापा ना मु साबित करि पारबिनी तमे सत कोन जानिबा चाहछ ना तेबे ठीक अछि बापा सतटा प्रकृत हैला से दिन मो संग मानक सहित मो मंगल मंदिर जाईतिली हेले सेई पाखडी को चरण रे ए शरापति देख बिजासी आ एक बात चट मात्र बापा ए तो अभी से मते बलात्कार करबे पाई चेष्टा करूतले ए डाइडी नाटा सत्य मिछ सब मिछ कोन कहले मु ए जट ଆଜ୍ଞା अरे मु केते बेले जाईथिली मंगला मंदिर ମୁଁ ତ ଏଇନା ଆପଣଙ୍କୁ हाँ? ଦେଖୁଛି ଆଜ୍ଞା मु मंगला मंदिर जाई मु बलात्कार करबा पे उद्यत करूथिली ନାଇଁ 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 हाँ? ନାଇଁ 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 अरे महाराजा आदेश देले निमंत्रण वार्ता घेनी गली राजकुमार मान गली गटकू मु केते बेले गली ଏଇନା ଆପଣଙ୍କୁ ମୁଁ ଫାର୍ଷ୍ଟ ଟାଇମ୍ ଦେଖୁଛି ଆଉ କ'ଣ କହିଲ ମୁଁ ତମକୁ ଟଣା ଅଟା କରିଥିଲି अरे मो संग मानक सहित मते टणाटण करे ତୁମେ କହିଲ ଜଟ ମଉସା ଆମେ ମନ୍ଦିର ପହଞ୍ଚି ଯାଇଛୁ ତୁମେ ଏ ପାଖେ ଜଗିକି ରହିଥାଅ ଆମେ ମନ୍ଦିର ଭିତରେ ଯାଇ ପୂଜା କରୁଛୁ ସେଇ ଭିତରେ ଯାଇକିରି ତୁମେ ପୂଜା କଲ କି ଗଜା କଲ ମତେ କ'ଣ ଜଣା
ଆଉ ଶେଷରେ କହିଲ କ'ଣ ନା ମୁଁ ତମକୁ ଟଣାଉଟଣା କରିଥିଲି। ହେ ମା ଜଗତ ଜନନୀ, ମୁଁ ଯଦି ରାଜଜେମା ଉପରେ ଯଦି ଖରାପ ଦୃଷ୍ଟି ଦେଇଛି ହେଲେ ମା ଆଉ ଗୋଟେ ମୋର ଗୋଡ଼ ଛିଣ୍ଡି ଗଲା। ବୁଝିପାରୁଛି ଜଟ, ବୁଝିପାରୁଛି। ଶାମୁକା ତୋର ଗୋଟିଏ ମିଛ ଲୁଚାଇବା ପାଇଁ ତୁ ତ ପିତା ସମ୍ମୁଖରେ ବାରମ୍ବାର ମିଥ୍ୟା ଭାଷା ବାପା ମୁଁ ମିଛ କହୁନି ସତ କହୁଛି। ଶାମୁକା ସତ କଥାରେ କ'ଣ ଖୋଲିକି କହିଦେ। ତୋତେ ତ ପିତାର ନିୟମ। ମାନେ ମାନେ ବାପା ପ୍ରକୃତ ସତ କଥାଟା ହେଲା ମୋ ସାଙ୍ଗମାନଙ୍କ ସହିତ ମୁଁ ଏ ମା ମଙ୍ଗଳ ମନ୍ଦିର ଯାଇଥିଲି। କହିଲି ବାପା ସେଦିନ ଜଟ ଆଜ୍ଞା ଏ ଜଟ, ଆଜ୍ଞା ଆରେ ଜେମା ଦେଈଙ୍କର କ'ଣ ହେଲା ରେ? ଆଜ୍ଞା ମୁଣ୍ଡ ବୁଲେଇକିରି ବାନ୍ତି ଓ ହଉ। ଆରେ ଜଟ, ଆରେ ରାଜା ଘର ଲୋକ, ଆରେ ମଙ୍ଗଳା ମନ୍ଦିର ଅଛି ଅନେକ ଦୂର। ଏଇ ଖରାରେ ପୁଣି ଚାଲିକି ଗଲେ ଚାଲିକି ଆଇଲେ ମୁଣ୍ଡଟା ବୁଲେଇବ। ହେଲେ ବାନ୍ତି କାହିଁକି ବାର ହଉ? ଆମେ ସେଇଟା ଜାଣିପାରୁନୁ। ନା। ଏବେ ନଡ଼ିଆ କଦଳୀ ନେଇକି ଯାଇଥିଲେ ମନ୍ଦିର, ନଡ଼ିଆଟା ଟିକେ ଅଧିକ ଖାଇ ଦେଇଛନ୍ତି ତ। ନଡ଼ିଆଟା ଅଧିକ ଖାଇଲେ ବି ଜୀର୍ଣ୍ଣ ହୁଏନି, ବାନ୍ତି ହୁଏ। ହେଲେ ନଡ଼ିଆ ବାର ହଉ ନାଇଁ କି କଦଳୀ ବାର ହଉ ନାଇଁ? ମାନେ ସୁଖା ବାନ୍ତି। ମୁଣ୍ଡଟା ବୁଲଉଛି, ଆଜ୍ଞା ସୁଖା ବାନ୍ତି ହଉଛି। ବାରମ୍ବାର ଆଁ? ବାରମ୍ବାର। ଏ ଜଟ, ଆଜ୍ଞା ହେ ହେ ହେ, ହା ହା ହା, ହୋ 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 ହୋ। କ'ଣ ଲାଗେ? ଏ ଜଟ, ଆଜ୍ଞା এইটা সে বান্তি নয় রে, ଆଉ କି ବାନ୍ତି ସେ? ইয়ে বান্তি। ଇଏ ବାନ୍ତି ହଁ। କ'ଣ ଆପଣଙ୍କୁ କେବେ କେବେ ହେଇଥିଲା আরে କି? মতে কাইকি হব, ନହେଲେ ମତେ ହଉ। সম্ভালি পারিবুনি। କାହିଁ ସମ୍ଭାଳି ପାରିବି ନାହିଁ? ଯଦି ରାଜଜେମା ଯଦି ସମ୍ଭାଳୁଛନ୍ତି ମୁଁ କାହିଁକି ସମ୍ଭାଳିବି ନାହିଁ? জট, ଆଜ୍ଞା ଆମ ରାଜା ଅଜା ହେବାକୁ ଯାଉଛନ୍ତି ରେ। ତାପରେ ଆମ ଜେମା ଦେଇ ଗର୍ଭବତୀ ରେ। ବିନା ପତିରେ ଗର୍ଭବତୀ? ଛି, 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 ଏ ଛି, ଜଟ, ଆଜ୍ଞା କଥାରେ ଅଛି ରେ, ଆଁ? ବୁদ্ধି ଥିଲେ রে মা ঘরে ছুয়া। ତାମାନେ ଥଣ୍ଡା ମତଲବ କୋକୋ କୋଲା ଆଉ ବାନ୍ତି ମତଲବ ଛୁଆ ପିଲା। ଏ ଜଟ, ଛି, ଛି, ବାହାର ପୁଅ ଝିଅ ଯଦି ହେଇଥାନ୍ତା, ଆଜ୍ଞା ଏହା ଶୁଣିବା ପୂର୍ବରୁ ତଣ୍ଟିରେ ଶଳା ସାପଳ ପକେଇକି ମାରିଥାନ୍ତା। ନାଇଁରେ ଏ କଳି ଯୁଗରେ ଝିଅ ପାଇବାଟାଇ ଏ ମହା ଚାଲ, ଏଠାରେ ରହିବାନି। ରହିବାନି। ଆମ ରାଜାଙ୍କ ମୁଣ୍ଡ ତଳକୁ ହେଇଗଲା, ରାଜା କେମିତି ମୁଣ୍ଡ ଟେକି ବାଟ ଏ ରାଜ୍ୟ ଚାଲିବେ। ରହିବାନି, ପଳେଇବା। ଏ ରାଜା ଘର କଥା ସିଏ ମାନେ ଯାହା ତାଙ୍କ କଥା ସିଏ ବୁଝନ୍ତୁ। ଚାଲ ଶାମୁକା ବାପା ମୁଁ କ'ଣ ଶୁଣିଛି ଶାମୁକା? ଆରେ ତୋ ମା ତୋତେ 10 ମାସ 10 ଦିନ ଗର୍ଭରେ ଧରି ଜନ୍ମ କରିଥିଲା। ଆଉ ମୁଁ ତୋର ସବୁ ଜିଦ୍ ପୂରଣ କରିଥିଲି ବୋଲି ଶେଷରେ ମୋ ମୁହଁରେ କାଳିମା ବୋଲିଦେଲୁ। ବାପା ଭଲ କରିଛୁ ତୁ ନା, ବହୁତ ଭଲ କରିଛୁ। ବାପା ମାନୁଛି ମାନୁଛି ମୁଁ ଭୁଲ କରିଛି। ସୈନିକ ଚାରଣୀକୁ ମା ମଙ୍ଗଳାକୁ ଦର୍ଶନ କରିବାକୁ ଯାଇ ଗୋଟେ ଦଶ ପୁଅକୁ ମୋ ଭଲ ପାଇଛି। ହେଲେ ବାପା ତମେ ତ ମୋ ମା କରେଇଥାନ୍ତ, ହେଲେ ମୁଁ ଯାହାକୁ ଭଲ ପାଉଛି ତା ସହିତ ମୋ ମା କରେଇଲେ ଅସୁବିଧାଟା କ'ଣ? ଅସୁବିଧା ଅଛି ଶାମୁକା, ଅସୁବିଧା ଅଛି। ବାପା ତତେ କୋଉ ନା କୋଉ ରାଜ୍ୟର ଯୁବରାଜ ସହିତ ବିବାହ କରିଦେଇଥାନ୍ତି, ହେଲେ ଏ ଜଙ୍ଗଲରେ ବସବାସ କରୁଥିବା ଗୋଟିଏ ନିଜ ଜାତି 10 ପୁତ୍ର ଚୋର ସହିତ ନୁହଁ। ମୋର ଭୁଲ ଯାଇଛି ବାପା, ଏଇଥରକ ପାଇଁ ମତେ କ୍ଷମା କରିଦିଅନ୍ତୁ। ତୁ ଯୋଉ ଭୁଲ କରିଛୁ ନା, ସେ ଭୁଲ କ୍ଷମା ହିଁ ନାହିଁ। ନାଇଁ এই ଶାମୁକା, ତୋର এই କଲଙ୍କିনী ମୁହଁ ମୁଁ ଆଉ ଦେଖିବାକୁ ଚାହୁଁନି। ବାପା ତୁ ଯେତେ ଶୀଘ୍ର ପାରୁଛୁ ସେତେ ଶୀଘ୍ର ଏ କାଶୀ ରାଜ୍ୟ ଛାଡ଼ି ଚାଲି ଯା।
ରାଜ୍ୟ ଛାଡ଼ି ଚାଲିଯିବି ତାରା ଯିବି କୋଉଠିକି କାହା ପାଖକୁ ବସିବି ତମ ଦୁଇ ତମର ସବୁ କିଛି ତମ ଦୁଇକୁ ଛାଡ଼ି ବଞ୍ଚି ପାରିବିନି ବାପା ବଞ୍ଚି ପାରିବିନି ତୁ ତ ସେଇଦିନ ହିଁ ମରିଗଲୁ ଯୋଉଦିନ 10 ପୁତ୍ର ଚୋରକୁ ଭଲ ପାଇ ବସିଲେ। ଆସବି ନା তুমি কোন কହୁଛ আরে দীর্ঘ 20 ବର୍ଷ ପରେ ଗୋଟେ ବୋଲି ଝିଅ ପାଇଲୁ କେତେ ପୂଜା ଅର୍ଚ୍ଚନା କଲା ପରେ ତାକୁ ପୁଣି ଏ ରାଜ୍ୟରୁ তুমি ବାହାର କରିଦେବ ନା ଆସବି ନା ସିଏ ହେବାକୁ ଦେବିନି ମୁଁ। ବାଃ ବାଃ ବେଦବତୀ ବାଃ এই তো সংস্কার ଏମିତି ସଂସ୍କାର ଦେଇ ତ ଝିଅକୁ ଲାଳନ ପାଳନ କଲୁ ଯେ ଶେଷରେ ମୋ ମୁହଁରେ କାଳିମା ବୋଲିଦେଲା। ଆଉ ଏମିତି କଲଙ୍କିରି ଝିଅକୁ ମୁଁ କାଶ ରାଜ୍ୟରେ କେବେ ରୁହ ଆରେ ଏମିତି କଲଙ୍କିରି ଝିଅ ଏ କାଶୀ ରାଜ୍ୟରେ ରହିବା ଅଧିକାର ହିଁ ନାହିଁ। କଣ କହିଲ ମୁଁ କାছে ରାଜ୍ୟ ଛାଡ଼ି ଚାଲିଯିବି ନା ବାପା ନା ତମକୁ ଛାଡ଼ି ମାକୁ ଛାଡ଼ି ଏ କାছে ରାଜ୍ୟ ମୋ ସାଙ୍ଗ ସାଥିକୁ ଛାଡ଼ି ବଞ୍ଚି ପାରିବିନି ବାପା ତମେ ଯେତେ ଯାହା କହିଲେ ମଧ୍ୟ ଏ କାছে ରାଜ୍ୟ ଛାଡ଼ି ମୁଁ କୁଆଡ଼େ ବି ଯିବିନି। ଓ ବାପା ଏ କାছে ରାଜ୍ୟ ଛାଡ଼ି ମୁଁ କୁଆଡ଼େ ବି ଯିବିନି। ଭଲ ମା ମତେ ଛାଡ଼ି ତୁ କୁଆଡ଼େ ଯିବୁନି ତୁ ଶାମୁକା ତୋ ନିଷ୍ପତ୍ତି ଶୁଣେଇବି ହେଲେ ମୋ ନିଷ୍ପତ୍ତିରେ ଶୁଣ ତୁ ଯଦି ଏ କାଶୀ ରାଜ୍ୟ ଛାଡ଼ି ଚାଲିଯିବୁନି ତାହେଲେ ତ ଏ ପିତାର ବଳ ମୁହଁ ଦେଖିବ। ଛାତିରୁ କଲିଜା ଜି ଅଲଗା ହବ କେମିତି ରହିବ ବଟ ଚାଲିବ କେମିତି ରହିବ ବଟ ଚାଲିବ ଚାଲିଯିବି ବାପା ଏ କାছে ରାଜ୍ୟ ଛାଡ଼ି ମୁଁ ବହୁତ ଦୂରକୁ ଚାଲିଯିବି। ଆଖି ହବ ଛଳ ଛଳ ଲୁହ ଝରିବ ଯିବା ପୂର୍ବରୁ ମୁଁ ତମକୁ ହାତ ଛଡ଼ି ନେଉରା ହେଉଛି ହଜାର ଦିନକ ପାଇଁ ମତେ ମା ସହିତ ରହିବାର ସୁଯୋଗ ଦିଅନ୍ତୁ ମତେ। ସେ ଅଧିକାର ମଧ୍ୟ ତୁ ହରାଇ ବସିଛୁ ଶାମୁକା ସେ ଅଧିକାର ମଧ୍ୟ ତୁ ହରାଇ ବସିଛୁ। ମନ ହେବ କଳ ବଲ ବୋଲ ମାନିବ ଏତେ ନିଷ୍ଠୁର ହୁଅନି ବାପା ଏତେ ନିଷ୍ଠୁର ହୁଅନି ମୋ ପ୍ରତି ମୋ କୁଚିର ପକୁଡ଼ା ନ ସାରିବା ପୂର୍ବରୁ ପରିଦିଅନି ବାପା ପରିଦିଅନି ମୋ ଜୀବନ ସେହି ଦୁଃଖର ସବଣ ବଞ୍ଚି ରହିବାକୁ ହବ ତତେ ମୋ ରହିଲା ବଞ୍ଚି ରହିବାକୁ ହବ ତତେ ମୋ ରହିଲା ସରିନି 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 ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ଆ ଆ ଆ ଆ ଛାତିରୁ କଲିଜା ଜି ଅଲଗା ହବ କେମିତି ରହିବ ବାଟ ଚାଲିବ କେମିତି ରହିବ ବାଟ ଚାଲିବ ଆଖି ହବ ଛଳ ଛଳ ଲୁହ ଝରିବ ମନ ହେବ କଳ ବଲ ବୋଲ ମାନିବ ବଞ୍ଚି ରହିବାକୁ ହବ ତତେ ମୋ ରହିଲା ରଣ ବଞ୍ଚି ରହିବାକୁ ହବ ତତେ ମୋ ରହିଲା ରଣ ସରିନି 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 ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ
आ आ आ आ ममता को झुरी झुरी लुह हेला बैतरणी बाटासरे पदहारे मिले ना पड़ता कनी ममता को झुरी झुरी लुह हेला बैतरणी बाटासरे पदहारे मिले ना पड़ता कनी शोभे আজি माडा केहि शुणिले पद आज झुंटी पड़े केहि कहले बंची रही बकुहब तोते मो रहिला रण बंची रही बकुहब तोते मो रहिला रण सरिनी 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 फागुण असिला श्रावण 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 शामुका ए माँ राज्य छाड़ी जानी हम राज्य छाड़ी तू जानी तो माँ को छाड़ी जानी फेरिया माँ तू फेरिया शामुका पेदापति तुम्हें जो तुम झील को चाहता तारी चाली जाता सखी रे अरे एक पंची पाए मरकत केसरी अब भाभी नेब ता झील सहित तो प्राण प्रिय पेदापति भी मारी गला बनी ना और जदि तुम्हें मत चाहता तारी चली आस शीघ्र विश्राम प्रकोष्ठ को ए ठाकुरी गोटे बोली झील पाई दिन देखा अरे कौटी जी अरे मो झील बिना केमी बंचबी मु अरे क्या बंचबी अरे पानी को गले मरबी आउ निआ को गले मरबी अरे क्या बंचबी मु गोटे बोली झील अरे गोटे बोली झील जमी निश्चय बुझा कह मो स्वामी को राज्य फेर आने निश्चय बुझा कहबी शांति शांति अति शांति जट आज्ञा खेलटा एने आरंभ राजा झियो शामुका आज्ञा ए शामुकाटा घर तड़ा खाई गला कुआड़े जीवरे ता प्रेमिक निकटक ता प्रेमिक निकटक जीवा पूर्व जदि ता प्रेमिकटाକୁ ଯଦି ମୁଁ ମାରଣ ମାରିଦି ताहेले तो आपणकर कचे पुओ बार निश्चय ସେଇ शामुकाटा ସେଇ ସାଗରକୁ ସାକ୍ଷାତ କରିବା ପାଇଁ ମଙ୍ଗଳ ମନ୍ଦିର ଯିବ जीव ଆଉ ସେଇ ସାଗରଟା ବି ଏ ଶାମୁକାକୁ ସାକ୍ଷାତ କରିବା ପାଇଁ ସେଇ ମଙ୍ଗଳ ମନ୍ଦିର ଆସିବ आज्ञा ହେଲେ ଚାଲ चलन्तु आज्ञा ଲୁଚି ରହିବା ସେଇ ମଙ୍ଗଳ ମନ୍ଦିରରେ ସେ ସାଗରଟା ଯେମିତି ଶାମୁକାକୁ ସାକ୍ଷାତ କରିବା ପାଇଁ ଆସିବ आज्ञा ଶଳାଟା ସେଇ ଜାଗାରେ ଏଇ ଶଳାଟା ମରିବ ओ ତାପରେ ତମ ଭାଗ୍ୟଟା ହବ ପରିବର୍ତ୍ତନ ଶାମୁକ समीखा ସେମି ଖାନୁ ଏବେ ଶାମୁକା शामुखा ଖାନୁ ଏବେ ଶାମୁକା अबे ସେଇଟା ହେଉଛି ମୋ ପ୍ରେମିକା ଆରେ ଶାମୁକାକୁ ମୁଁ ଭଲ ପାଏ ହଁ ଏ ଶାମୁକା ମାରାଣ ତୁ ଯଦି ମୋର ନ ହେବୁ କାହାରି ହବାକୁ ଦେବିନି ତୁ କେବଳ ମରାଲ चल चलन्तु आज्ञा थोड़ा मंदिर जाए लुचि
ଯୁଦ୍ଧଟା। ସେତିକି ବେଳେ ଅର୍ଜୁନଟା ଶ୍ରୀଖଣ୍ଡିକୁ ଢାଳ କରିକି ଭୀଷ୍ମକୁ ସରସଜ୍ଜା କରେଇଥିଲା। ଏଇ କଳିଯୁଗରେ ଏଇ ସେନାପତିକୁ ମୁଁ ଢାଳ କରିଛି ଢାଳ, ଯେମିତିକି ଏଇ ରାଜବଂଶକୁ ଧ୍ୱଂସ କରେଇବା ପାଇଁ। ଆରେ କଥାରେ କହନ୍ତିନି ଗୋଟିଏ କାହାଣୀରେ ନାୟକ ଥାଏ ଆଉ ଗୋଟାଏ ଖଳନାୟକ ଥାଏ, ଆଉ ଏଇ କାହାଣୀରେ ମୁଁ ସାଜିଛି ନାୟକ ନୁହେଁ ମୋ ଖଳନାୟକ।